ଭାଗ୍ୟ ସାଥ ଦେଲାନି କାଠ ମାଫିଆଙ୍କ ଅଙ୍କ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ବନ ବିଭାଗ ହାତରେ ଲାଗିଛି ଏବେ କାଠ ମାଫିଆଙ୍କ ଗାଡ଼ି। କାଠ ଗାଡ଼ି ନେଇ ଫେରାର ଉଦ୍ୟମ କରୁଥିବା ବେଳେ ଭାଗ୍ୟ ସାଥ ଦେଲା ନାହିଁ। ସବୁଦିନ ପରି ବଡ଼ଗଡ଼ ବନ ବିଭାଗ ତରଫରୁ ଚାଲିଥିଲା ନାଇଟ୍ ପେଟ୍ରୋଲିଂ। କାଠ ଚୋରାଚାଲାଣ ହେଉଥିବା ସୂଚନା ପାଇ ବନ ବିଭାଗ ସଜାଗ ରହିଥିବା ବେଳେ ଗଳା ବାଟ ଖୋଜି କାଠ ଗାଡ଼ି ନେଇ ଫେରାର ହେବାକୁ ଉଦ୍ୟମ କରୁଥିଲେ କାଠ ମାଫିଆ। ହେଲେ ସୂଚନା ପାଇ ବଡ଼ଗଡ଼ ବନ ବିଭାଗର ଟିମ୍ କାଠ ବୋଝେଇ ପିକଅପ୍କୁ ପିଛା କରିଥିଲା। ହେଲେ ଅଧା ବାଟରେ ଫାଟିଲା କାଠ ବୋଝେଇ ଗାଡ଼ିର ଟାୟାର। ଆଉ ଟାୟାର ଚେଞ୍ଜ କରିବାକୁ ଉଦ୍ୟମ କରିବା ବେଳେ ପହଞ୍ଚି ଯାଇଥିଲା ବନ ବିଭାଗର ଟିମ୍। ସେଠାରୁ ଛତ୍ରଭଙ୍ଗ ଦେଇଥିଲେ କାଠ ମାଫିଆମାନେ। କାଠ ବୋଝେଇ ପିକଅପ୍ ଗାଡ଼ି ସହ ଗାଡ଼ିରେ ଥିବା ଶାଳ ପିଆଶାଳ ଭଳି ବହୁ ମୂଲ୍ୟବାନ କାଠ ଜବତ କରିଛି ବଡ଼ଗଡ଼ ବନ ବିଭାଗ, ଯାହାର ଆନୁମାନିକ ମୂଲ୍ୟ 4 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ନାୟକ। ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ।